ଧନୁବାଲି ଛକ ନିକଟରେ ଦୁଇ ଜଣ ସ୍ୱାମୀ ସ୍ତ୍ରୀ ସଡ଼କ ଦୁର୍ଘଟଣାରେ ଶିକାର ହୋଇଛନ୍ତି। ଏକ ଚାରିଚକିଆ ଗାଡ଼ି ହଠାତ୍ ତାଙ୍କ ସ୍କୁଟି ସାମ୍ନାକୁ ଆସିଯିବାରୁ ମହିଳା ଜଣଙ୍କର ମୁଣ୍ଡ ଫାଟି ଯାଇଛି। ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେପଟେ ଦୁର୍ଘଟଣା ଘଟାଇଥିବା ଗାଡ଼ିଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଯୁଜୁମରା ବ୍ଲକର କୁମକା ଗ୍ରାମରେ ବଣୁଆ ହାତୀ ଉପଦ୍ରବ ଅଟକିବାର ନାଁ ନେଉନାହିଁ। 9 ଜଣ ଚାଷୀଙ୍କ 4 ରୁ 5 ଏକର ଚାଷ ଜମିର ବଣୁଆ ହାତୀ ଉପଦ୍ରବ କରି ଧାନ ପଲ୍ଲା ସହ ଚାଷ ନଷ୍ଟ କରିଦେଇଥିବାର ସୂଚନା ମିଳିଛି। ବାମ୍ରା ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରେ ବିଜେପି ପକ୍ଷରୁ ରାଜ୍ୟ ବଜେଟ୍ 2024-25କୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ବିଜେପି ମଣ୍ଡଳ ସଭାପତି ପାପୁନ ସିଂ ଠାକୁରଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିବା ଉକ୍ତ ବୈଠକରେ ଜିଲ୍ଲା ପ୍ରଭାରୀ ପଦ୍ମଚରଣ ଗୁରୁଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ। ହୀରାକୁଦ ଜଳଭଣ୍ଡାରରେ ବର୍ତ୍ତମାନ ମୋଟ 10ଟି ଗେଟ୍ ଖୋଲା ରହିଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର 622.77 ଫୁଟ ରହିଥିବା ବେଳେ ପ୍ରତି ସେକେଣ୍ଡରେ 2,23,403 କ୍ୟୁସେକ୍ ଜଳଭଣ୍ଡାରକୁ ପ୍ରବେଶ କରୁଛି ଏବଂ 2,90,151 କ୍ୟୁସେକ୍ ଜଳ ଭଣ୍ଡାରରୁ ନିଷ୍କାସନ ହେଉଛି। ରାଜସ୍ୱ ବିପର୍ଯ୍ୟୟ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ନିଜର ବୁର୍ଲା ଗସ୍ତରେ ମା ଘଣ୍ଟେଶ୍ୱରୀ ମନ୍ଦିର ଦର୍ଶନ କରିଛନ୍ତି। ରେଙ୍ଗାଲି ପୂର୍ବତନ ବିଧାୟକ ନାଉରୀ ନାୟକଙ୍କ ଉପସ୍ଥିତିରେ ମା ଘଣ୍ଟେଶ୍ୱରୀ ମନ୍ଦିର ଦର୍ଶନ ପରେ ମନ୍ତ୍ରୀ ମନ୍ଦିର ଚତୁଃପାର୍ଶ୍ୱରେ ହେଉଥିବା ବିକାଶ କାମର ମଧ୍ୟ ଅନୁଧ୍ୟାନ କରିଥିଲେ।